नमस्कार जय जगन्नाथ आम चैनल को आपण मानकु बहुत बहुत स्वागत। मृत्यु आसीबार 9 मास पूर्वरु मनुष्य को मिली थाए एही 7टी संकेत। ଯେଉଁ ଭଳି ପ୍ରତ୍ୟେକ ମନୁଷ୍ୟ ମା ଗର୍ଭରେ 9 ମାସ ରହିବା ପରେ ତାକୁ ନୂଆ ଜୀବନ ମିଳିଥାଏ, ଠିକ୍ ସେହିଭଳି ମୃତ୍ୟୁ ଆସିବାର 9 ମାସ ପୂର୍ବରୁ କିଛି ଏମିତି ଘଟଣା ଘଟିବାକୁ ଲାଗିଥାଏ ଯାହା ଏହି କଥାର ସଂକେତ ଦେଇଥାଏ କି ଆତ୍ମା କହୁଛି ଏବେ ବହୁତ ହୋଇଗଲା, ଏହି ସମୟକୁ ତ୍ୟାଗ କରିବାର ସମୟ ଆସିଗଲା। କିନ୍ତୁ ଏହି ସଂକେତ ଏବେ ସୂକ୍ଷ୍ମ ବା ଛୋଟ ହୋଇଥାଏ କି ଆମେ ନିଜର ପ୍ରତିଦିନ ଜୀବନଶୈଳୀରେ ସେସବୁ ଉପରେ ଧ୍ୟାନ ଦେଇନଥାଉ ଏବଂ ଯେତେବେଳେ ମୃତ୍ୟୁ ଏକଦମ ନିକଟତର ହୋଇଯାଇଥାଏ ସେତେବେଳେ ଆମକୁ ଜଣାପଡ଼ିଯାଇଥାଏ କି ଏବେ ତ ବହୁତ ଡେରି ହୋଇଗଲାଣି, ହେଲେ ଅନେକ କାମ ଅଧା ରହିଗଲା। ଏମିତି ପରିସ୍ଥିତିରେ ଶେଷ ସମୟରେ ମନ ବିଚଳିତ ହେବାକୁ ଲାଗିଥାଏ ଏବଂ ମୃତ୍ୟୁ ସମୟରେ କଷ୍ଟରେ ଅନୁଭବ ହେବାକୁ ଲାଗିଥାଏ। ଗରୁଡ଼ ପୁରାଣ, ସମୁଦ୍ର ଶାସ୍ତ୍ର ତଥା ବିଜ୍ଞାନ ଅନୁସାରେ ଏହି ସଂକେତ ମନୁଷ୍ୟକୁ 9 ମାସ ପୂର୍ବରୁ ମିଳିବାକୁ ଲାଗିଥାଏ। ଯଦି କୌଣସି ବ୍ୟକ୍ତି ନିଜର ମାତାର ଗର୍ଭରେ 10 ମାସ ଯାଏ ରହିଥାଏ ତାହେଲେ ତାକୁ 10 ମାସ ପୂର୍ବରୁ ଏବଂ ସେହିପରି ଯଦି କେହି 7 ମାସ ମାର ଗର୍ଭରେ ରହିଥାଏ ତାହେଲେ ତାଙ୍କୁ 7 ମାସ ପୂର୍ବରୁ ମୃତ୍ୟୁର ସଂକେତ ମିଳିବା ପାଇଁ ଲାଗିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ସଂକେତ ବିଷୟରେ, ଯାହାଦ୍ୱାରା ଆମେ ଜାଣିପାରିବା ମୃତ୍ୟୁ ଆମର ନିକଟତର ଅଛି କି ନାହିଁ। ତେବେ ସାଙ୍ଗମାନେ, ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣମାନେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ନମ୍ବର 1, ମନୁଷ୍ୟର ଶରୀରରେ 7ଟି ଚକ୍ର ହୋଇଥାଏ। ପ୍ରଥମ ଚକ୍ର ହେଉଛି ମୂଳାଧାର ଚକ୍ର, ଦ୍ୱିତୀୟ ଚକ୍ର ହେଉଛି ଲିଙ୍ଗ ଚକ୍ର, ତୃତୀୟ ନାଭି ଚକ୍ର, ଚତୁର୍ଥରେ ହୃଦୟ ଚକ୍ର, ପଞ୍ଚମରେ କଣ୍ଠ ଚକ୍ର ଓ ଷଷ୍ଠରେ ଆଧ୍ୟା ଚକ୍ର ଓ ସପ୍ତମ ହେଉଛି ସହସ୍ରସାର ଚକ୍ର। ଯେତେବେଳେ ମନୁଷ୍ୟ ପ୍ରାଣତ୍ୟାଗ କରିଥାଏ ଏହି ଚକ୍ର ମଧ୍ୟରୁ କୌଣସି ଏକ ଚକ୍ର ଦ୍ୱାରା ଆତ୍ମା ଶରୀରରୁ ବାହାରକୁ ବାହାରିଥାଏ। ଯୋଗୀ, ମୁନି ଏବଂ ପୁରାଣ ଦ୍ୱାରା କୁହାଯାଇଛି କି ଯେତେବେଳେ ମୃତ୍ୟୁର ସମୟ ନିକଟତର ହୋଇଯାଏ ସେତେବେଳେ ନାଭିଚକ୍ରରେ ଗତିବିଧି ଆରମ୍ଭ ହୋଇଯାଇଥାଏ। ନାଭିଚକ୍ର ଭାଙ୍ଗିବାକୁ ଲାଗିଥାଏ। ନାଭିଚକ୍ର ଶରୀରର କେନ୍ଦ୍ର ଚକ୍ର ହୋଇଥାଏ, ଯେଉଁଠାରେ ଜନ୍ମକାଳରେ ଶରୀରର ରଚନା ଆରମ୍ଭ ହୋଇଥାଏ। ସେଥିପାଇଁ ମୃତ୍ୟୁ ନିକଟତର ହେବାର ପ୍ରଥମ ସଂକେତକୁ ନାଭିଚକ୍ର ପାଖରେ ଅନୁଭବ କରାଯାଇପାରିବ। ନାଭିଚକ୍ର ଗୋଟେ ଦିନରେ ଭାଙ୍ଗେ ନାହିଁ, ଏହାର ଭାଙ୍ଗିବାର ପ୍ରକ୍ରିୟା ଲମ୍ବା ସମୟ ଯାଏଁ ଚାଲିଥାଏ। ମୃତ୍ୟୁ ନିକଟତର ଆସିବାକୁ ଅନ୍ୟ କେତେକ ଲକ୍ଷଣ ପ୍ରକଟ ହେବାକୁ ଲାଗିଥାଏ। ମୃତ୍ୟୁ ଯେତେବେଳେ ନିକଟକୁ ଆସିବାକୁ ଲାଗିଥାଏ ସମୟ ବିତିବା ସହିତ ବ୍ୟକ୍ତି ନିଜର ନିକଟତର ଦେଖିବାକୁ ଅସମର୍ଥ ହୋଇଯାଇଥାଏ। ନମ୍ବର 2, ମୃତ୍ୟୁର କିଛି ଦିନ ପୂର୍ବରୁ ସେ ବ୍ୟକ୍ତିଙ୍କୁ ଆକାଶରେ ଥିବା ଜହ୍ନ ଏବଂ ଅନ୍ୟ ଗ୍ରହ ଆଦି ଖଣ୍ଡ ବିଖଣ୍ଡିତ ହେବାକୁ ଲାଗିଥାଏ। ସେ ବ୍ୟକ୍ତିଙ୍କୁ ଲାଗିଥାଏ ଜହ୍ନ 2 ଭାଗରେ ବିଭକ୍ତ ହୋଇଯାଇଛି, କିନ୍ତୁ ପ୍ରକୃତରେ ସେମିତି କିଛି ହୋଇନଥାଏ। ନମ୍ବର 3, ଯେଉଁଭଳି ଭାବେ ଘରକୁ ନୂଆ ସଦସ୍ୟ ଆସିବାର ଖବର ମିଳିବା ପରେ ଆମେ ମନୁଷ୍ୟ ଉତ୍ସାହିତ ହୋଇ ତାର ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି, ଠିକ୍ ସେହିପରି ଯେତେବେଳେ କୌଣସି ମନୁଷ୍ୟ ସଂସାର ଛାଡ଼ି ପରଲୋକ ଯାତ୍ରାରେ ଯିବାର ସମୟ ଆସିଥାଏ ସେତେବେଳେ ପରଲୋକରେ ଥିବା ତାଙ୍କର ପୂର୍ବଜ ଏବଂ ଆତ୍ମାମାନେ ଉତ୍ସାହିତ ରହିଥାନ୍ତି ଏବଂ ନିଜ ଦୁନିଆରେ ନୂଆ ସଦସ୍ୟ ଆସିବାର ଖୁସିରେ ରହିଥାନ୍ତି। ସେଥିପାଇଁ ମୃତ୍ୟୁର ନିକଟତର ହୋଇଥିବା ବ୍ୟକ୍ତି ନିଜର ଆଖପାଖରେ କିଛି ଛାୟାର ଉପସ୍ଥିତି ଥିବାର ଅନୁଭବ ହୋଇଥାଏ। ଏମିତି ବ୍ୟକ୍ତିଙ୍କୁ ନିଜର ପୂର୍ବଜ ଏବଂ ଆଉ କିଛି ମୃତ ବ୍ୟକ୍ତି ନଜର ଆସିଥାନ୍ତି। ନମ୍ବର 4, ସାଧାରଣତଃ ଯେତେବେଳେ ଆମେ ଏବଂ ଆପଣ ନିଜର କାନ ଉପରେ ହାତ ରଖୁଥାଉ ଆମକୁ ସେତେବେଳେ କୌଣସି ଶବ୍ଦ ଶୁଭେ ନାହିଁ,
କିନ୍ତୁ ଯେଉଁ ବ୍ୟକ୍ତିର ଅନ୍ତିମ ସମୟ ନିକଟବର୍ତ୍ତୀ ହୋଇଥାଏ ତାଙ୍କୁ କୌଣସି ଶବ୍ଦ ଶୁଣାଯାଏ ନାହିଁ। ନମ୍ବର 5, ଯେଉଁ ବ୍ୟକ୍ତିର ଅନ୍ତିମ ସମୟ ପାଖେଇ ଆସୁଥାଏ ଅର୍ଥାତ୍ ମରିବାକୁ ଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ ସମୟରେ ଏମିତି ଲାଗିଥାଏ କି ତାଙ୍କ ସାମ୍ନାରେ କିଛି ଅଚିହ୍ନା ମୁହଁ ଉପସ୍ଥିତ ଅଛି। ନମ୍ବର 6, ବିଜ୍ଞାନ ଅନୁସାରେ ମୃତ୍ୟୁ ପୂର୍ବରୁ ମାନବ ଶରୀରରୁ ଅଜୀବ ଗନ୍ଧ ନିର୍ଗତ ହେବାକୁ ଲାଗିଥାଏ ଯାହାକୁ ମୃତ୍ୟୁଗନ୍ଧ କୁହାଯାଇଥାଏ ଏବଂ ଯାହାର ଅନୁଭବ କେବଳ ସେହି ବ୍ୟକ୍ତିଙ୍କୁ ହୋଇଥାଏ ଯାହାର ମୃତ୍ୟୁ ଅତି ନିକଟତର ହେବାକୁ ଯାଉଛି। ନମ୍ବର 7, ଦର୍ପଣରେ ମୁହଁ ଦେଖିବା ଦ୍ୱାରା ମୃତ୍ୟୁ ନିକଟତର ଥିବା ବ୍ୟକ୍ତିଙ୍କୁ ଏମିତି ଲାଗିଥାଏ କି ସେ ଆଉ କାହାର ମୁହଁ ଦେଖିଛି, ତାକୁ ନିଜର ମୁହଁ ସ୍ପଷ୍ଟ ଦେଖାଯାଏ ନାହିଁ ଏବଂ ଯେତେବେଳେ ବ୍ୟକ୍ତିଙ୍କୁ ଏମିତି ଲାଗିଥାଏ ଶାସ୍ତ୍ରରେ କୁହାଯାଇଛି ସେହି ବ୍ୟକ୍ତିର ମୃତ୍ୟୁ 24 ଘଣ୍ଟା ଭିତରେ ହୋଇପାରେ। ତେବେ ସାଙ୍ଗମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ସର୍ବେ ଭବନ୍ତୁ ସୁଖିନଃ। ଧନ୍ୟବାଦ।